ଯଦି ମନ ଭାଙ୍ଗିଗଲେ ଲୋକେ ଭାବନ୍ତି ସବୁକିଛି ସରିଗଲା। ଲାଗେ ଯେ ଏବେ ଆଉ କିଛି ନାହିଁ, ଆଗକୁ ରାସ୍ତା ନାହିଁ, ଆଶା ନାହିଁ, ଖୁସି ନାହିଁ। କିନ୍ତୁ ସତ କଥା ହେଉଛି ମନ ଭାଙ୍ଗିବା ଶେଷ ନୁହେଁ, ହୋଇପାରେ ଏହା ଗୋଟିଏ ନୂଆ ଆରମ୍ଭର ସଂକେତ। ତୁମ ହୃଦୟ ଯେତେବେଳେ ଯନ୍ତ୍ରଣା ଅନୁଭବ କରେ, ସେତେବେଳେ ଜୀବନ ତୁମକୁ ଶିଖାଏ କିଏ ତୁମର, କିଏ ନୁହେଁ, କ'ଣ ସତ୍ୟ ଆଉ କ'ଣ ମିଥ୍ୟା। ଯେତେବେଳେ ମନ ଭାଙ୍ଗେ ସେତେବେଳେ ତୁମେ ତୁମ ଭିତର ଶକ୍ତିକୁ ଚିହ୍ନିବାର ଅବସର ପାଉଛ। ତୁମେ କେବେ ଧ୍ୟାନ ଦେଇଛ କି ଝଡ଼ ପରେ ଗଛ ଆଉ ମଜବୁତ ହୋଇଯାଏ, ପତ୍ର ପଡ଼ିଯାଏ, ଶାଖା ଭାଙ୍ଗେ, କିନ୍ତୁ ମୂଳ ଆଉ ଗଭୀର ହୋଇ ଧରିଥାଏ। ମଣିଷ ମଧ୍ୟ ଠିକ୍ ସେହିପରି। ଦୁଃଖ ତୁମକୁ ଭାଙ୍ଗିବାକୁ ନୁହେଁ, ଗଭୀର କରିବାକୁ ଆସିଛି। ତୁମେ ଯେତେବେଳେ କାନ୍ଦୁଛ ସେତେବେଳେ ତୁମ ମନର ଭାର ହାଲକା ହେଉଛି। ଏହା ଦୁର୍ବଳତା ନୁହେଁ, ଏହା ମଣିଷ ତତ୍ତ୍ୱ। କାରଣ ଯେଉଁ ଲୋକ ଅନୁଭବ କରିପାରେ ସେହି ଲୋକ ଦିନେ ନା ଦିନେ ସତ୍ୟ ଶକ୍ତିଶାଳୀ ହୋଇ ଉଠେ। ଜୀବନରେ ସବୁଠୁ ବଡ଼ ଭୁଲ ହେଉଛି ମନ ଭାଙ୍ଗିଗଲା ପରେ ନିଜକୁ ଅମୂଲ୍ୟ ଭାବିବା। ତୁମେ ଭାବୁଥାଅ ଯେ ସାୟଦ ତୁମେ ପର୍ଯ୍ୟାପ୍ତ ଭଲ ନୁହେଁ, ପର୍ଯ୍ୟାପ୍ତ ଯୋଗ୍ୟ ନୁହଁ। ହୋଇପାରେ ଲୋକେ ତୁମକୁ ଛାଡ଼ିଦେଲେ କିମ୍ବା ବୁଝିଲେ ନାହିଁ, କିନ୍ତୁ ସତ୍ୟ ହେଉଛି ତୁମର ମୂଲ୍ୟ କାହାର ଆଚରଣରେ ଡିପେଣ୍ଡ କରେନି। ସୂର୍ଯ୍ୟ କେବେ ଏହା ଭାବେ ନାହିଁ ଯେ କେହି ତାକୁ ଦେଖୁଛି କି ନାହିଁ, ସେ ତା'ର ଆଲୋକ ଦେଇଯାଏ। ତୁମେ ମଧ୍ୟ ଠିକ୍ ସେହିପରି ଆଲୋକ ହେବାକୁ ପଡ଼ିବ। ମନ ଭାଙ୍ଗିବା ପରେ ଲୋକେ ଦୁଇ ପଥ ଚୟନ କରନ୍ତି। କେହି ନିଜକୁ ଦୁଃଖରେ ଡୁବାଇ ଦିଅନ୍ତି, ଆଉ କେହି ଦୁଃଖକୁ ନିଆଁ କରି ଆଗକୁ ବଢ଼ନ୍ତି। ତୁମେ ନିଜକୁ ପଚାର, ମୁଁ କେଉଁ ପଥ ନେବି? କି ମୁଁ ମୋ ଜୀବନକୁ ଦୁଃଖର ହାତରେ ଦେଇଦେବି, କି ମୁଁ ଦୁଃଖକୁ ମୋ ଶକ୍ତି କରିଦେବି? ଯେଉଁଦିନ ତୁମେ ନିଷ୍ପତ୍ତି ନେବ ଯେ ମୋ ଜୀବନର ନିୟନ୍ତ୍ରଣ ମୋ ହାତରେ, ସେଦିନରୁ ତୁମ ପରିବର୍ତ୍ତନ ହେବା ଆରମ୍ଭ ହେବ। ମନେ ରଖ ଯେ ଯେଉଁ ହୃଦୟ ଭାଙ୍ଗିଛି ସେ ହୃଦୟ ଆଉ ଗଭୀର ଭାବେ ଭଲ ପାଇବା ଶିଖେ, ଆଉ ସତର୍କ ଭାବେ ବିଶ୍ୱାସ କରିବା ଶିଖେ, ଆଉ ମଜବୁତ ଭାବେ ଦଣ୍ଡାୟମାନ ହେବା ଶିଖେ। ତୁମ ଆଘାତ ତୁମ ଦୁର୍ବଳତା ନୁହେଁ, ଏହା ତୁମ ଅନୁଭବର ପ୍ରମାଣ। ପ୍ରତ୍ୟେକ ଆଘାତ ଗୋଟିଏ କାହାଣୀ କହେ ଯେ ତୁମେ ଲଢ଼ିଛ, ତୁମେ ଜିଉଁଛ, ତୁମେ ଫିଲ୍ କରୁଛ। ଯେତେବେଳେ ମନ ଭାଙ୍ଗେ ସେତେବେଳେ ତୁମେ ନିଜ ସହିତ ସମୟ କାଟିବା ଶିଖ। ନିଜକୁ ପଚାର, ତୁମେ ଅସଲରେ କ'ଣ ଚାହୁଁଛ? ବହୁତ ସମୟ ଆମେ ଲୋକଙ୍କ ପଛରେ ଧାଉଁଥାଉ, ସ୍ୱୀକୃତି ପଛରେ ଧାଉଥାଉ, କିନ୍ତୁ ନିଜକୁ ଭୁଲିଯାଉ। ମନ ଭାଙ୍ଗିବା ତୁମକୁ ନିଜ ପାଖକୁ ଫେରାଇ ଆଣେ। ଏହା କୁହେ ଯେ ଏବେ ନିଜକୁ ଗଢ଼। ଜୀବନ କେବେ ସିଧା ରେଖା ନୁହେଁ, ଏହା ଉଥଲ ପାତଲ ଭରା ରାସ୍ତା। ଯଦି କେବେ ଦୁଃଖ ନଥାନ୍ତା ତେବେ ଖୁସିର ମୂଲ୍ୟ ବୁଝିପାରୁନଥାନ୍ତା। ଯଦି କେବେ କେହି ଛାଡ଼ି ନ ଯାଆନ୍ତା ତେବେ ନିଜ ମୂଲ୍ୟ ବୁଝିପାରୁନଥାନ୍ତା। ଯଦି କେବେ ମନ ଭାଙ୍ଗୁନଥାନ୍ତା ତେବେ ମନ ମଜବୁତ କରିବା ଶିଖୁନଥାନ୍ତା। ଦେଖ, ତୁମେ ଭାବୁଥିବ ଏ ଯନ୍ତ୍ରଣା କେବେ ଶେଷ ହେବ? ବିଶ୍ୱାସ ରଖ, ସମୟ ହେଉଛି ସବୁଠୁ ବଡ଼ ଚିକିତ୍ସକ। ଆଜି ଯାହା ଅସହ୍ୟ ଲାଗୁଛି, କିଛି ମାସ ପରେ ସେ ଘଟଣା ଗୋଟିଏ ଶିକ୍ଷା ହୋଇ ରହିଯିବ। ଦିନେ ତୁମେ ପଛକୁ ଦେଖି ହସିବ ଏବଂ କହିବ, ସେଦିନ ମୋତେ ମଜବୁତ କରିଥିଲା। ତୁମେ ଭାଙ୍ଗି ପଡ଼ିଛ ନାହିଁ, ତୁମେ ଗଢ଼ି ଯାଉଛ। ଯେପରି ସୁନାକୁ ନିଆଁରେ ପକାଇ ଶୁଦ୍ଧ କରାଯାଏ, ଠିକ୍ ସେହିପରି ଜୀବନ ତୁମକୁ ପରୀକ୍ଷା ଦେଇ ଶୁଦ୍ଧ କରେ। ଆଜି ଯେଉଁ ଯନ୍ତ୍ରଣା, ସେ କାଲି ତୁମ ଶକ୍ତି ହେବ। ନିଜକୁ ଭଲ ପାଅ, ନିଜ ସହିତ କଥା ହୁଅ, ନିଜକୁ କୁହ, ମୁଁ ପର୍ଯ୍ୟାପ୍ତ, ମୁଁ ମୂଲ୍ୟବାନ, ମୁଁ ମଜବୁତ। ଅନ୍ୟ ଲୋକ ତୁମକୁ ଛାଡ଼ନ୍ତୁ କି ନାହିଁ, ତୁମେ ନିଜକୁ କେବେ ଛାଡ଼ ନାହିଁ। ପ୍ରତ୍ୟେକ ସକାଳ ନୂଆ ସୁଯୋଗ ନେଇ ଆସେ। ସୂର୍ଯ୍ୟ ପୁଣି ଉଠେ, ପକ୍ଷୀ ପୁଣି ଗୀତ ଗାଏ, ଫୁଲ ପୁଣି ଫୁଟେ। ପ୍ରକୃତି କେବେ ରୁହେ ନାହିଁ। ତୁମେ କାହିଁକି ରହିବ? ତୁମ ଜୀବନ ଆଜି ବି ମୂଲ୍ୟବାନ, ତୁମ ସ୍ୱପ୍ନ ଆଜି ବି ଅପେକ୍ଷା କରିଛି। ମନ ଭାଙ୍ଗିବା ତୁମ ଗଳ୍ପର ଗୋଟିଏ ଅଧ୍ୟାୟ, ସମ୍ପୂର୍ଣ୍ଣ ପୁସ୍ତକ ନୁହେଁ। ତୁମ ଗଳ୍ପ ଆଜି ବି ଲେଖାଯାଉଛି। ଆଜିର ଲୁହ କାଲିର ଶକ୍ତି ହେବ, ଆଜିର ଦୁଃଖ କାଲିର ପ୍ରେରଣା ହେବ। ଗୋଟେ ଦିନ ତୁମେ ଏତେ ମଜବୁତ ହେବ ଯେ ଯେଉଁ ଘଟଣା ଆଜି ତୁମକୁ କନ୍ଦାଉଛି ସେ ଘଟଣାକୁ ତୁମେ ମନେ ପକାଇବ ଓ ତୁମେ କହିବ, ଥ୍ୟାଙ୍କ ୟୁ, ତୁମେ ମୋତେ ମୋ ସତ୍ୟ ଶକ୍ତି ଦେଖାଇଦେଲ। ସେଥିପାଇଁ ଆଜି ନିଷ୍ପତ୍ତି ନିଅ। ମନ ଭାଙ୍ଗିଛି ବୋଲି ଜୀବନକୁ ଭାଙ୍ଗି ଦିଅନି। ଲୁହ ପୋଛ, ଗଭୀର ଶ୍ୱାସ ନିଅ, ଆଉ ପୁଣି ଉଠ। ଧୀରେ ହଉ କିନ୍ତୁ ଆଗକୁ ଚାଲ, କାରଣ ତୁମ ଭିତରେ ଅପାର ଶକ୍ତି ଅଛି। ତୁମେ ଏବେ ହାରି ନାହିଁ, ତୁମେ ଶିଖୁଛ। ତୁମେ ଦୁର୍ବଳ ନୁହଁ, ତୁମେ ପ୍ରସ୍ତୁତ ହେଉଛ। ତୁମେ ଏକା ନୁହଁ, ତୁମ ଭିତରେ ଗୋଟିଏ ଯୋଦ୍ଧା ଅଛି। ଏବଂ ମନେ ରଖ, ସବୁଠୁ ସୁନ୍ଦର ଫୁଲ ସେଇଠି ଫୁଟେ ଯେଉଁଠି ମାଟି ଆଗରୁ ଉଲ୍ଟା ଯାଇଛି। ତୁମ ଜୀବନର ମାଟି ଆଜି ଉଲ୍ଟା ଯାଇଛି। କାଲି ଏଠି ସୁନ୍ଦର ଫୁଲ ଫୁଟିବ, ପୁଣି ହସିବ। ତୁମେ ପୁଣି ଭଲ ପାଇବ, ତୁମେ ପୁଣି ସ୍ୱପ୍ନ ଦେଖିବ
ଏବଂ ସେଦିନ ତୁମେ ବୁଝିଯିବ ମନ ଭାଙ୍ଗିବା ତୁମ ଜୀବନର ସବୁଠୁ ବଡ଼ ଉପହାର ଥିଲା, କାରଣ ସେହି ତୁମକୁ ଶକ୍ତିଶାଳୀ କରିଦେଲା। ଦେଖ, ତୁମେ ତୁମ ଦୁଃଖଠାରୁ ବଡ଼, ତୁମେ ତୁମ ଭାଙ୍ଗିଦେବା ମନଠାରୁ ବଡ଼, ତୁମେ ସେହି ସମସ୍ତ ଘଟଣା ଠାରୁ ବଡ଼ ଯାହା ତୁମକୁ ଆଜି ଦୁର୍ବଳ ଲାଗିବାକୁ ବାଧ୍ୟ କରୁଛି। ଏହି ମୁହୂର୍ତ୍ତ ସାୟଦ ଅନ୍ଧାର ଲାଗୁଛି, କିନ୍ତୁ ଅନ୍ଧାର କେବେ ଶାଶ୍ୱତ ନୁହେଁ। ରାତି ଯେତେ ଗଭୀର ହେଉ ସକାଳ ଆସିବା ନିଶ୍ଚିତ। ତୁମ ଜୀବନର ସକାଳ ମଧ୍ୟ ଆସୁଛି, ହୋଇପାରେ ଧୀରେ କିନ୍ତୁ ନିଶ୍ଚିତ ଭାବେ ଆସୁଛି। ତୁମେ ଯେତେବେଳେ ଭାଙ୍ଗି ପଡ଼ିଥିଲ ସେତେବେଳେ ମଧ୍ୟ ତୁମେ ଟିକି ରହିଲ। ଏହା ତୁମ ଶକ୍ତିର ପ୍ରମାଣ। ଯେତେବେଳେ ଲୁହ ଆସିଲା ତୁମେ ସେହି ଲୁହକୁ ସହିଲ। ଏହା ତୁମ ସାହସର ପ୍ରମାଣ। ତୁମେ ଭାବୁଥିବ ଯେ ତୁମେ ଦୁର୍ବଳ, କିନ୍ତୁ ସତ୍ୟ ହେଉଛି ଦୁର୍ବଳ ଲୋକ ଏତେ ଦିନ ଲଢ଼ି ପାରନ୍ତି ନାହିଁ। ତୁମେ ଆଜି ଯାହା ଅଛ ସେଇ ହେଉଛି ତୁମ ଯୁଦ୍ଧର ଫଳ। ଜୀବନ ତୁମକୁ କେବେ ଭାଙ୍ଗିବା ପାଇଁ ପରୀକ୍ଷା ଦେଇନାହିଁ। ଜୀବନ ତୁମକୁ ତୁମ ସତ୍ୟ ଶକ୍ତି ଦେଖାଇବା ପାଇଁ ପରୀକ୍ଷା ଦେଉଛି। ଆଜି ଯେଉଁ ଘା ଅଛି କାଲି ସେ ଘା ତୁମକୁ ସ୍ମରଣ କରାଇବ ଯେ ତୁମେ କେତେ ଦୃଢ଼। ଆଜି ଯେଉଁ ଦୁଃଖ ଅଛି କାଲି ସେହି ଦୁଃଖ ତୁମକୁ ଅନ୍ୟମାନଙ୍କ ଯନ୍ତ୍ରଣା ବୁଝିବାର ହୃଦୟ ଦେବ। ଏବଂ ଯେଉଁ ଲୋକ ଅନ୍ୟର ଯନ୍ତ୍ରଣା ବୁଝେ ସେ ଲୋକ ସତରେ ମହାନ ହୋଇ ଉଠେ। ତୁମେ ଆଜି ନିଜକୁ ଗୋଟେ ପ୍ରତିଜ୍ଞା ଦିଅ, ଯେତେ ଯନ୍ତ୍ରଣା ଆସୁ ମୁଁ ନିଜକୁ ଛାଡ଼ିବିନି। ଯେତେ ଅନ୍ଧାର ଆସୁ ମୁଁ ଆଲୋକ ଖୋଜିବି। ଯେତେ ଲୋକ ଛାଡ଼ି ଯାଆନ୍ତୁ ନା କାହିଁକି ମୁଁ ନିଜ ସହିତ ରହିବି। କାରଣ ଯେଉଁ ଦିନ ତୁମେ ନିଜ ପକ୍ଷରେ ଦଣ୍ଡାୟମାନ ହେବ ସେଦିନ ସାରା ଜଗତ ତୁମ ବିରୋଧରେ ହେଲେ ମଧ୍ୟ ତୁମେ ହାରିବ ନାହିଁ। ସ୍ମରଣ ରଖ, ତୁମ ମୂଲ୍ୟ କେବେ କାହାର ଭଲ ପାଇବାରେ ମପାଯାଏ ନାହିଁ। କେହି ତୁମକୁ ଛାଡ଼ିଦେଲେ ବୋଲି ତୁମ ମୂଲ୍ୟ କମିଯାଏ ନାହିଁ। ଚନ୍ଦ୍ରକୁ ଯଦି କେହି ଦେଖୁନାହାନ୍ତି ତାହେଲେ କି ଚନ୍ଦ୍ର ଆଲୋକ ଦେବା ବନ୍ଦ କରେ କି? ସେ ତା'ର କାମ କରିଯାଏ। ତୁମେ ମଧ୍ୟ ଠିକ୍ ସେହିପରି ହୁଅ। ତୁମ ଆଲୋକକୁ କେବେ ଅନ୍ୟର ଆଚରଣରେ ଡିପେଣ୍ଡ କରିବାକୁ ଦିଅ ନାହିଁ। ଏ ଦୁନିଆରେ ସବୁଠୁ ଶକ୍ତିଶାଳୀ ଲୋକେ ସମାନ ନୁହେଁ। ଯେଉଁମାନେ କେବେ କାନ୍ଦନ୍ତି ନାହିଁ, ସବୁଠୁ ଶକ୍ତିଶାଳୀ ସେମାନେ ଯେଉଁମାନେ କାନ୍ଦିବା ପରେ ମଧ୍ୟ ପୁଣି ହସିବା ଶିଖନ୍ତି। ପଡ଼ିଯାଇ ପୁଣି ଉଠିବା ହେଉଛି ସତ୍ୟ ଜିତ୍। ତୁମେ ପଡ଼ିଥିଲ କିନ୍ତୁ ତୁମ କାହାଣୀ ସେଇଠି ଶେଷ ହୋଇନି। ତୁମେ ପୁଣି ଉଠୁଛ ଏବଂ ଏହି ଉଠିବା ହେଉଛି ତୁମ ନୂଆ ଜନ୍ମ। କଳ୍ପନା କର, କିଛି ବର୍ଷ ପରେ ତୁମେ ଆଜିର ଦିନକୁ ମନେ ପକାଉଛ। ତୁମେ ହସିବ ଏବଂ କହିବ, ସେଦିନ ମୁଁ ଭାବୁଥିଲି ସବୁକିଛି ଶେଷ ହୋଇଗଲା, କିନ୍ତୁ ସେଇଦିନ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା। ସେଦିନ ମୋତେ ଶିଖାଇ ଦେଲା କିପରି ନିଜକୁ ଭଲ ପାଇବା, କିପରି ନିଜ ସହିତ ଦଣ୍ଡାୟମାନ ହେବା, କିପରି ନିଜ ସ୍ୱପ୍ନ ପାଇଁ ବଞ୍ଚିବା। ତୁମ ଜୀବନ ଗୋଟେ ବଡ଼ କାହାଣୀ। ଏ ଦୁଃଖ କେବଳ ଗୋଟେ ପୃଷ୍ଠା ଖରାପ ହେଲେ ସମ୍ପୂର୍ଣ୍ଣ ପୁସ୍ତକ ଖରାପ ହୋଇଯାଏ ନାହିଁ। ଆଗରେ ଅନେକ ସୁନ୍ଦର ପୃଷ୍ଠା ଅଛି, ଅନେକ ଖୁସିର ଅଧ୍ୟାୟ ଅଛି, ଅନେକ ସଫଳତା ତୁମକୁ ଅପେକ୍ଷା କରୁଛି। ହୃଦୟକୁ କହ ଥ୍ୟାଙ୍କ ୟୁ ଏତେ ଫିଲ୍ କରିବା ପାଇଁ, ଏତେ ଭଲ ପାଇବା ପାଇଁ, ଏତେ ସହିଥିବା ପାଇଁ। କାରଣ ଏହି ଫିଲ୍ ତୁମକୁ ଗଭୀର କରୁଛି, ପକ୍କା କରୁଛି, ଶକ୍ତିଶାଳୀ କରୁଛି। ତୁମେ ଅନ୍ୟ କାହାର କାହାଣୀକୁ ସାଇଡ୍ କ୍ୟାରେକ୍ଟର ନୁହେଁ। ତୁମେ ତୁମ ନିଜ ଜୀବନର ନାୟକ। ଏବଂ ନାୟକଙ୍କ ଜୀବନରେ ସମସ୍ୟା ଆସେ, ପରୀକ୍ଷା ଆସେ, କିନ୍ତୁ ଶେଷରେ ନାୟକ ହିଁ ଜିତେ। ତୁମେ ମଧ୍ୟ ଜିତିବ ଯଦି ଆଜି ହାର ନ ମାନ। ତେଣୁ ଲୁହକୁ ଶକ୍ତି କର, ଯନ୍ତ୍ରଣାକୁ ମୋଟିଭେସନ୍ କର ଏବଂ ତୁମ ହୃଦୟକୁ ପୁଣି ଆଶାରେ ଭର। ଧୀରେ ହେଉ, ଛୋଟ ପଦକ୍ଷେପ ହେଉ, କିନ୍ତୁ ଆଗକୁ ଚାଲ। ପ୍ରତ୍ୟେକ ପଦକ୍ଷେପ ତୁମକୁ ନୂଆ ଜୀବନ ଦିଗରେ ନେଉଛି। ଦେଖ, ତୁମେ ଅମୂଲ୍ୟ, ତୁମେ ବିଶେଷ। ତୁମ ଜନ୍ମ କେବଳ ଦୁଃଖ ସହିବା ପାଇଁ ନୁହେଁ, କିଛି ବଡ଼ କରିବା ପାଇଁ। ଦୁନିଆକୁ ତୁମ ଆଲୋକ ଦରକାର। ତେଣୁ ନିଜକୁ ପୁଣି ଗଢ଼, ପୁଣି ଉଠ, ପୁଣି ହସ ଏବଂ ଜୀବନକୁ ଦେଖାଇ ଦିଅ ତୁମେ ଭାଙ୍ଗିବା ପାଇଁ ନୁହେଁ, ତୁମେ ଚମକିବା ପାଇଁ ଜନ୍ମ ନେଇଛ। ତୁମ ଭଲ ଦିନ ଆସୁଛି, ବିଶ୍ୱାସ ରଖ, ଆଗକୁ ଚାଲ ଏବଂ କେବେ ଭୁଲନି ଯେ ତୁମେ ନିଜ ଜୀବନର ଯୋଦ୍ଧା ଏବଂ ଯୋଦ୍ଧା କେବେ ଶେଷ ପର୍ଯ୍ୟନ୍ତ ହାର ମାନେନି।